ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନରେ ଆଇନକ୍ସ ସୋଲାର କମ୍ପାନୀ ପକ୍ଷରୁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ। ଭାରତ ରତ୍ନ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଜନ୍ମ ଜୟନ୍ତୀ ପାଳନ ଅବସରରେ ଆଜି ଢେଙ୍କାନାଳ ଜିଲ୍ଲା ଗଅନ୍ଦିଆ ବ୍ଲକ ନେଉଳପୋଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଛାଟିଆ ଗ୍ରାମରେ ଅବସ୍ଥିତ ଆଇନକ୍ସ ସୋଲାର କମ୍ପାନୀ ତରଫରୁ ପ୍ରଚଣ୍ଡ ଶୀତକୁ ନଜର ରଖି ଗ୍ରାମର ଗରିବ ଜନସାଧାରଣମାନଙ୍କୁ ମାଗଣାରେ ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ଓଡ଼ିଶା ସରକାରଙ୍କ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦେଇ ସ୍ଥାନୀୟ ଅଞ୍ଚଳ ଗରିବ ଅସହାୟ ଲୋକମାନଙ୍କୁ କମଳ ବଣ୍ଟନ କରିଥିଲେ। ଅନ୍ୟାନ୍ୟ ଅତିଥି ଭାବେ ଗଅନ୍ଦିଆ ବ୍ଲକ ଅଧ୍ୟକ୍ଷା ରୀନାରାଣୀ ଖଟୁଆ, ଉକ୍ତ ବ୍ଲକର ମନ୍ତ୍ରୀଙ୍କ ପ୍ରତିନିଧି ତଥା ପୋରୁଅଖୋଜ ଗ୍ରାମ ପଞ୍ଚାୟତର ସରପଞ୍ଚ ରତିକାନ୍ତ ସାହୁ, ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ କୋଦଣ୍ଡଧର ସାହୁ, ବିଜେପି ଜିଲ୍ଲା ଯୁବମୋର୍ଚ୍ଚାର ସଭାପତି ଏମ୍.ଜେ. ମହିମା ଏବଂ ଆଇନକ୍ସ କମ୍ପାନୀର ମ୍ୟାନେଜର ଠାକୁର ଶୈଳେନ୍ଦ୍ର ସିଂ ଓ କାର୍ଯ୍ୟକାରୀ ମ୍ୟାନେଜର ପ୍ରଦୀପ କୁମାର ସିଂଙ୍କ ସହ ସମସ୍ତ କମ୍ପାନୀ କର୍ମଚାରୀ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ କରିଥିଲେ। ପ୍ରାୟ 1000ରୁ ଉର୍ଦ୍ଧ୍ୱ କମଳ ବଣ୍ଟନ କରାଯାଇଥିଲା। আজি ଆମର ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ଯେ କି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ଭାରତ ରତ୍ନ ମଧ୍ୟ ତାଙ୍କର ଆଜି ଜନ୍ମଦିନ। ଆମେ ତାଙ୍କ ଜନ୍ମଦିନଟାକୁ ଲୋକଙ୍କ ସେବା ପାଇଁ ଲଗାଉ। ଆଜି ବିଭିନ୍ନ ଜାଗାରେ ଆମର ବ୍ଲଡ ଡୋନେସନ କ୍ୟାମ୍ପ ମଧ୍ୟ ହେଉଛି ଏବଂ ଗରିବ ଲୋକମାନଙ୍କର କାର୍ଯ୍ୟ ମଧ୍ୟ କରାଯାଉଛି। ଫଳ ଉଦାହରଣ ସ୍ୱରୂପ ଏଠି ଆମେ ଆଜି କମ୍ବଳ ବଣ୍ଟନ କରୁଛୁ। ଆମର ଆଇନକ୍ସ କମ୍ପାନୀ ଦ୍ୱାରା ଆମେ ପ୍ରାୟୋଜିତ କାର୍ଯ୍ୟକ୍ରମ ଆମେ ତାଙ୍କୁ ସେଟା କହିଥିଲୁ, ନିବେଦନ କରିଥିଲୁ ଯେ ସ୍ଥାନୀୟ ଆଉ ଗରିବ ଲୋକମାନଙ୍କୁ ଶୀତ ଦିନେ ଗରିବ ମାନେ କମ୍ବଳ ବଣ୍ଟନ କରିବା, ସେଟାକୁ ମାନିଥିଲେ। ଆଜି ପ୍ରାୟ ଏଠି 1000 ସଂଖ୍ୟାରେ ଆଉ ଗରିବ ଲୋକମାନଙ୍କୁ କମ୍ବଳ ବଣ୍ଟା ଯାଉଛି। आज हमारा एक अटल बिहारी वाजपेयी जी का जन्मदिन के अवसर पे तो हम लोग और मंत्री जी के साथ में हम लोग एक ये प्रोग्राम सेट किया था रिगार्डिंग डिस्ट्रीब्यूशन ऑफ ब्लैंकेट्स, ताकि यहाँ पे बहुत ठंड भी है, सो यहाँ के लोकल गांव वासी इन सब का थोड़ा सा हेल्प हो उनको। तो इस अवसर पे हम लोग ये इनिशिएटिव लिया था और ऐसे ही हम लोग आगे भी यहाँ के लोकल गांववासी के लिए, यहाँ के लोकल परिजनों के लिए कुछ ना कुछ हम करेंगे। यही गांव, आसपास के गांव, तो हमको एक प्रोजेक्ट हम लोग लगा रहे हैं। उसके साथ में हम ये भी चाहते हैं कि यहाँ का लोकल गाँवों का, यहाँ के गांववासियों का विकास हो, सबका डेवलपमेंट हो। तो हमारा ये मकसद है, नॉट जस्ट दी प्रोजेक्ट बट दी लोकल डेवलपमेंट ऑल्सो। प्रोजेक्ट शुरू हुए हाँ जी, काम है, कब से अभी तो सारे गवर्नमेंट अप्रूवल्स वगैरह सब धीरे धीरे करके आ रहे हैं विद लोकल गवर्नमेंट सपोर्ट। वो सब एक एक करके हमको क्लियरेंस वगैरह मिल रहा है। तो काम अभी जस्ट अभी स्टार्ट हुआ है और हमारा विजन है कि हम लोग विद इन जून 2026 इसको रेडी करके कमीशन करेंगे। कितना एम्प्लॉयमेंट देगा? लगभग हम लोग ज़्यादा से ज़्यादा यहाँ पे कोशिश करेंगे, यहाँ के लोकल लोगों को भी हम लोग जहाँ जहाँ उनका हो सकता है पॉसिबल वहाँ पे उनको यूज़ करेंगे। सो यहाँ पे कम से कम 1500 से 2000 तक का एम्प्लॉयमेंट यहाँ पे होगा। लोकल देखेंगे या बाहर? वो अभी मैनेजमेंट डिसीजन होगा, बट हाँ यहाँ के जैसे बोला मैंने, लोकल का भी हम लोग यहाँ का प्रगति और यहाँ का विकास के लिए हम जरूर करेंगे, प्रायोरिटी देंगे। देखंतु ढेंकानाल जिल्लार जो नुआ करी शिल्प अनुष्ठान गढ़ी उठा बर्तमान प्रयास जारी रही किसी शिल्पानुष्ठान तार कार्यक्रम भी आरंभ कर सारे। ता मध्यरु आइनक्स अन्यतम। आइनक्स विगत 6 मास 7 मास है तार कार्य एठी भूमि पूजन ठू जून 4 रु भूमि पूजन माननीय मुख्यमंत्री उपस्थित रही। भूमि पूजन आरंभ कला दिनु तार काम थमी नहीं। से आइनक्स तार काम जमती कि गछ कटिंग रो परमिशन आरंभ करिकी गछ कटिंग माटीर लेवलिंग करने सहित स्ट्रक्चर केमती तैयारी हम तार उच्च स्तरीय कमिटी आसी बुलिकी जाइछंती
ଏବଂ ଏଠିକାର ଲୋକାଲ ଲୋକଙ୍କୁ ସପୋର୍ଟ ବି ଆଇନକ୍ସର ଅଛି। ଲୋକାଲ ଲୋକଙ୍କର ଗାଡ଼ି ମେସିନାରୀ ଲେବର ଲୋକାଲ ଲେବର ମାନେ କାମ କରୁଛନ୍ତି, ପାରିଶ୍ରମିକ ଦେଇ ସେମାନଙ୍କର କାମ କରୁଛନ୍ତି ନେଇକି। ଏବଂ ଆଜି ଆଇନକ୍ସ ଏକ ସୁନ୍ଦର ପଦକ୍ଷେପ ଆମକୁ ଆଗ୍ରହ ପ୍ରକାଶ କରିଥିଲେ କିଛି ଦିନ ତଳେ ଯେ ଆମେ କିଛି ଲୋକଙ୍କୁ ଶୀତ ଦିନ ଯେହେତୁ ଚାଲିଛି କିଛି ଲୋକଙ୍କୁ ଆମେ କମ୍ବଳ ବଣ୍ଟନ କରିବାକୁ ଚାହୁଁଛୁ। ଆମ ସହିତ ପରାମର୍ଶ କରିଥିଲେ ଏଠି ଆମର କେଡି ଭାଇ ଯିଏକି ପ୍ରୋଜେକ୍ଟରେ କାମ କରୁଛନ୍ତି, କେଡି କନଷ୍ଟ୍ରକ୍ସନ, ଏବଂ ପ୍ରଦୀପ ସିଂ ମହୋଦୟ ଏବଂ ଆମର ଠାକୁର ସାର୍ ଯିଏ ଏବେ ମାସେ ତଳେ ନୂଆ ନୂଆ କରିକି ଏଠିକି ଇନଚାର୍ଜ ହେଇ ଆସିଛନ୍ତି, ସମସ୍ତଙ୍କ ସହିତ ବସିକି ଆଲୋଚନା କରିଥିଲେ। ମୋ ସହିତ ମତେ ଡାକିକି ପଚାରିଥିଲେ, ମୁଁ କହିଲି ଭଲ ଜିନିଷ ହବ। ଏ ପଞ୍ଚାୟତ କେବଳ ନେଉଳପୋଇ ପଞ୍ଚାୟତରେ ବଣ୍ଟନ ହେଇନି, ନେଉଳପୋଇ ଆଖପାଖ ପଞ୍ଚାୟତ ଯେମିତି କାବେରା ପଞ୍ଚାୟତ, ଏଠି ବେଲଟିଗିରି ସଦର ବ୍ଲକର ବେଲଟିଗିରି ପଞ୍ଚାୟତର 2ଟା ଗାଁ, ବିଭିନ୍ନ ଗରିବ ଲୋକ 500ରୁ 700 ଲୋକଙ୍କୁ ଆଜି ମାନ୍ୟବର ମନ୍ତ୍ରୀ ଏଠିକାର ଲୋକାଲ ବିଧାୟକ ଏବଂ ବରିଷ୍ଠ ମନ୍ତ୍ରୀ କୃଷ୍ଣ ପାତ୍ରଙ୍କ ଉପସ୍ଥିତିରେ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ କରାହେଲା। ଏବଂ ଏଭଳି କାର୍ଯ୍ୟକ୍ରମ ଆହୁରି ଆଗକୁ ଆଇନକ୍ସ ତାର ହାତକୁ ନବ ବୋଲି ସେ ଆମ ସହିତ ଆମକୁ ବି କଥା ଦେଇଛି ଯେ ଆମେ ପେରିଫେରାଲ ଡେଭଲପମେଣ୍ଟ କରିବୁ ଏବଂ ଲୋକାଲ ନିଯୁକ୍ତି ଦେବୁ। ଆମର ବିଶ୍ୱାସ ଅଛି ଯେ ଆଇନକ୍ସ ଆଗକୁ ଲୋକଙ୍କୁ ହତାଶ କରିବ ନାହିଁ। ବିଭିନ୍ନ କମ୍ପାନୀ ଯେମିତି ତାଙ୍କର କଥା କହିକି କଥା ନ ରଖିକି ପଳାନ୍ତି ଏରିଆରୁ, ଆମେ ଆଶା କରୁଛୁ ଆଇନକ୍ସ ସେଭଳି କରିବନି। ଆଇନକ୍ସ ଲୋକାଲ ଲୋକଙ୍କୁ ପ୍ରାୟୋରିଟି ଦବ, ଲୋକାଲ ଲୋକଙ୍କୁ ଚାକିରି, ଲୋକାଲ ଲୋକଙ୍କର ମେସିନାରୀ ଏବଂ ଲୋକାଲ ଲୋକ ଯାହା କାର୍ଯ୍ୟକ୍ରମ କରିପାରିବେ ସେ ମାଧ୍ୟମରେ ଲୋକାଲ ଲୋକଙ୍କୁ ଦେଖିବ, ଯୋଉଟା କି ମନ୍ତ୍ରୀ ଆଜି କହିକି ଗଲେ। ଆମେ ଆଇନକ୍ସ ସହିତ 100%ରୁ 100% ସପୋର୍ଟ ଦଉଛୁ କାରଣ ଇଣ୍ଡଷ୍ଟ୍ରି ହବା ପାଇଁ, କିନ୍ତୁ ଆଇନକ୍ସ ବି ଆମକୁ ଯେତିକି ସପୋର୍ଟ ଲୋକାଲକୁ ଦବା କଥା ଲୋକାଲ ଲୋକଙ୍କୁ ଦବା ଉଚିତ। ପ୍ରଥମେ ମାଟି ତାପରେ ପାଟି, ଏଟା ହଉଛି ଆମର ନାରା। ତେଣୁକରି ମାଟିରେ ଯେହେତୁ ଇଣ୍ଡଷ୍ଟ୍ରି ଗଢି ଉଠୁଛି, ଆମେ ଇଣ୍ଡଷ୍ଟ୍ରିରେ ଲୋକାଲ ଲୋକ ଯେତେ ଅଧିକ ଚାକିରି ପାଇବେ ସେଥିରେ ଲୋକାଲ ଯୁବକ ମାନେ ଖୁସି ହେବେ। ଏଭଳି ସ୍ୱେଚ୍ଛାସେବୀ କାର୍ଯ୍ୟକ୍ରମ ଆମେ ମାନେ କରୁଛେ। ଆଇନକ୍ସ ଯାହା ହଉଛି କଲା, ଏଟା ଗୋଟେ ସୁନ୍ଦର ପଦକ୍ଷେପ, ଆଗକୁ ମଧ୍ୟ କରିବ। ସମସ୍ତଙ୍କୁ ଧନ୍ୟବାଦ। ଢେଙ୍କାନାଳରୁ ସୌମ୍ୟରଞ୍ଜନ ମହାନ୍ତିଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ୍।